ଶ୍ରାବଣ ମାସ ଚାଲିଛି। ଅଧିକାଂଶ ଜଣ ମୁଁ ଦେଖିଲି ଭେଜ୍ ଖାଉଛନ୍ତି। ଏମିତି ଭେଜ୍‌ରେ ଯଦି ଗୋଟେ ଚଟାପଟ ଆଇଟମ୍ ଗୋଟେ ତିଆରି ହେଇଯିବ କେମିତି ହବ କହିଲେ? ଆମେ ଆଜି ପ୍ରସ୍ତୁତ କରିବା କୁରକୁରେ ଭେଣ୍ଡି। ପ୍ରଥମେ କ'ଣ କରିବା, ଭେଣ୍ଡିଟାକୁ ଭଲ ଭାବେ ଧୋଇ ଦେଇକି ତାକୁ ଭଲକି ଶୁଖେଇଦେବା, ଏମିତି ଲମ୍ବା ଲମ୍ବା କରିକି କାଟିଦେବା। କାଟି ଦେଇକି ତା ଦେହରେ 2 ଚାମଚ ଖଣ୍ଡେ ଚାଉଳ ଚୁନା ପକେଇଦେବା। ପକେଇ ଦେଇକି ତାକୁ 10 ମିନିଟ୍ ଏମିତି ଗୋଳେଇକି ଥୋଇଦେବା। ତାପରେ ଉପରୁ ଏମିତି ଭେଣ୍ଡି ତକ ବାହାର କରିଦେବା। ବାହାର କରିଦେଇକି ଦେଖିବେ ତଳକୁ ପୁରାପୁରି ମଞ୍ଜି ଗୁଡ଼ାକ ସବୁ ବାହାରିଯିବ। ତାପରେ ତା ଦେହରେ ବେସନ ଟିକେ, ଲୁଣ, ହଳଦୀ ଗୁଣ୍ଡ, ଚାଟ୍ ମସଲା, ଜିରା ଲଙ୍କା ଗୁଣ୍ଡ, ଲଙ୍କା ଗୁଣ୍ଡ ଟିକେ, ତାପରେ ଅଳ୍ପ ଟିକେ ଚାଉଳ ଚୁନା, ଟିକେ କର୍ଣ୍ଣଫ୍ଲୋର, ଏମିତି ହାଲକା ହାଲକା ପାଣି ଦେଇକି ତାକୁ ଏମିତି ଗୋଳେଇବେ। ଆପଣମାନେ ଯଦି ଶ୍ରାବଣ ମାସରେ ଯଦି ଅଦା ରସୁଣ ପେଷ୍ଟ ମାନେ ଅଦା ରସୁଣ ଖାଉଛନ୍ତି, ମାନେ ପିଆଜ ଖାଉଛନ୍ତି, ପକେଇ ବି ପାରିବେ। ତାପରେ ତେଲଟା ପୁରାପୁରି ଗରମ ହେଲା ପରେ ଆକୁ ପକେଇବେ। ପକେଇଲା ପରେ ବିଲକୁଲ ଏମିତି ପିଠାପାତିଆ ଯେଉଁଟାକି ଜାଲି ଚଟୁଟା ସଙ୍ଗେ ସଙ୍ଗେ ଲଗେଇବେ ନାହିଁ, କାହିଁକି ତା ଦେହରେ ଯେଉଁ କୋଟେଜଟା ଲାଗିଥାଏ ସେ ପୁରାପୁରି ଝଡ଼ିଯିବ। ଟିକେ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଲା ପରେ ଆପଣମାନେ ତାପରେ ଜାଲି ଚଟୁରେ ତାକୁ ଓଲଟେଇବେ। ଓଲଟେଇଲା ପରେ ପୁରା କୁରକୁରେ ଯେମିତି ଦେଖାଯିବ, ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ, ତାକୁ ବାହାର କରିଦେବେ। ବାହାର କରିକି ଗୋଟେ ବାଢ଼ିଲା ବେଳେ ନା ଗୋଟେ ସୁନ୍ଦରକିରି ବାଢ଼ି ଦେବ ଯଦି ଖାଇବାକୁ ବହୁତ ଭଲ ଲାଗେ। ଆଜି ଏମିତି ଭାତଟାକୁ ଦେଖନ୍ତୁ କେତେ ସୁନ୍ଦର ଭାବରେ ସଜାଇ ଦେଲେ। କିଛି ନୁହଁ, ଖାଲି ଭାତ, ଡାଲି, ଏ କୁରକୁରେ ଭେଣ୍ଡି, କିନ୍ତୁ ଏତେ ସୁନ୍ଦର ଭାବରେ ସଜା ହେଇଛି ଯେ ମାନେ ଦେଖିଲେ ଖାଇବାକୁ ଇଚ୍ଛା ହେଉଛି। ଆପଣମାନେ ବର୍ଷା ଦିନରେ ଏଇ ଶ୍ରାବଣ ମାସରେ ନିହାତି ବନାନ୍ତୁ, ତାର ମଜା ଉଠାନ୍ତୁ।